ଭାବେ ରହିଲା। ମହାବୀର ହନୁମାନ ଓ ରାକ୍ଷସ କାଳମୁଖ। ଘନ ଜଙ୍ଗଲ ମଧ୍ୟରେ ଏକ ଭୟଙ୍କର ରାକ୍ଷସ ବସୁଥିଲା। ତାହାର ନାମ ଥିଲା କାଳମୁଖ। ସେ ଋଷିମାନଙ୍କୁ ଓ ଗାଲୋକଙ୍କୁ ବହୁତ ଯନ୍ତ୍ରଣା ଦେଉଥିଲା। ଦିନରାତି ସେ ତାହାର ଶକ୍ତି ଦେଖାଇ ସବୁକୁ ଭୟଭୀତ କରୁଥିଲା। କେହି ମଧ୍ୟ ତାଙ୍କ ସାମ୍ନା କରିପାରୁନଥିଲେ। ଏକ ଦିନ ସମସ୍ତେ ମିଶି ହନୁମାନଙ୍କୁ ସ୍ମରଣ କଲେ। ତାଙ୍କର ଭକ୍ତିର ଧ୍ୱନି ଶୁଣି ହନୁମାନଜୀ ତୁରନ୍ତ ସେଠାକୁ ପହଞ୍ଚିଲେ। ତାଙ୍କର ଦେହରୁ ଅସୀମ ତେଜ ପ୍ରକାଶିତ ହେଉଥିଲା। ଯୁଦ୍ଧର ଦୃଶ୍ୟ। କାଳମୁଖ ହସି କହିଲା, ତୁମେ ମୋତେ ହରାଇ ପାରିବୁ ନାହିଁ। ଏହା କହି ସେ ଭୟଙ୍କର ଆକ୍ରମଣ କଲା। କିନ୍ତୁ ହନୁମାନଜୀ ସେହି ଆକ୍ରମଣକୁ ସହଜରେ ରୋକିଦେଲେ। ଭୟଙ୍କର ଯୁଦ୍ଧ ଆରମ୍ଭ ହେଲା। ଜଙ୍ଗଲ କମ୍ପି ଉଠିଲା, ଗଛଗୁଡ଼ିକ ଭାଙ୍ଗି ପଡ଼ିଲା। ପରେ ହନୁମାନଜୀ ତାଙ୍କର ବିଶାଳ ରୂପ ଧାରଣ କଲେ। ସେ ରାକ୍ଷସକୁ ଭଲଭାବେ ଧରିଲେ। ଶେଷରେ ତାଙ୍କର ଅପାର ଶକ୍ତିରେ ସେ ରାକ୍ଷସକୁ ପରାସ୍ତ କଲେ ଏବଂ ତାହାର ଅତ୍ୟାଚାରକୁ ଶେଷ କରିଦେଲେ। ସତ୍ୟର ବିଜୟ। ଗାଲୋକ ଓ ଋଷିମାନେ ଖୁସିରେ ଜୟଧ୍ୱନି କଲେ। ହନୁମାନଜୀ କହିଲେ, ସତ୍ୟ ଓ ଧର୍ମ ସଦା ଜିତିଥାଏ। ହନୁମାନଙ୍କୁ ଲାଇକ୍, ସେୟାର, କମେଣ୍ଟ, ସବସ୍କ୍ରାଇବ୍ କରିବାକୁ ଭୁଲିବେନି ସାଙ୍ଗମାନେ।